ମା ସ୍ୱର୍ଗଠାରୁ ବଡ଼ ପୁଣି ଈଶ୍ୱରଙ୍କଠୁ ମହାନ। ଜନ୍ମଦାତ୍ରୀ ମା ଶବ୍ଦର ତୁଳନା ନାହିଁ କି ବିକଳ୍ପ ନାହିଁ। ଶିଶୁଟିଏ ଜନ୍ମ ହେବା ମାତ୍ରେ ପ୍ରଥମେ ସେ ମା ଶବ୍ଦ ହିଁ ଉଚ୍ଚାରଣ କରିଥାଏ। ମା କୋଳ ତା ପାଇଁ ସବୁଠାରୁ ନିରାପଦ ଆଶ୍ରୟସ୍ଥଳୀ। କଷ୍ଟ ସହି ନିଜ ଶିଶୁ ପାଇଁ ସୁଖ ଦେବାରେ ମଧ୍ୟ ମାର ଆନନ୍ଦ ଅତୁଳନୀୟ। ଆଜି ଦୁନିଆର ସବୁ ମା ପାଇଁ ଶ୍ରଦ୍ଧା ଓ ସମ୍ମାନର ଦିନଟି। ସେହି ପ୍ରେରଣାଦାୟୀ ମମତାମୟୀ ମା ପାଇଁ ଆଜି ଦିନଟି ଉତ୍ସର୍ଗୀକୃତ। ସେଥିପାଇଁ କୁହାଯାଏ ଜନନୀ ଜନ୍ମଭୂମିଶ୍ଚ ସ୍ୱର୍ଗାଦପି ଗରୀୟସୀ। ମା ପଣତରେ ଥରେ ପୋଛି ହୋଇଗଲେ ସବୁ ଦୁଃଖ ପାସୋରି ହୋଇଯାଏ। ତାର ଲାଳନ ପାଳନରେ ଥାଏ ଅନାବିଳ ସ୍ନେହ। ସେ ଅତୁଳନୀୟ। ମା ଶବ୍ଦର ବ୍ୟାଖ୍ୟା କରିବା ଅସମ୍ଭବ। ମା ଶବ୍ଦରେ ଅଛି ସଂସାରର ସବୁ ସୁଖ ଆଉ ଶାନ୍ତି। ସଂସାରର ଯେତେ ଶ୍ରଦ୍ଧା ମାଠୁ ଆରମ୍ଭ, ମାରେ ଶେଷ। ଜୀବନରେ ଯେତେ ଦୁଃଖ କଷ୍ଟ ଆସିଲେ ବି ମା ଆଗରେ ସବୁ ତୁଚ୍ଛ ହୋଇଯାଏ। ମାର ପ୍ରାର୍ଥନାରେ ଏତେ ଶକ୍ତି ଯେ ତାର ସନ୍ତାନ ନିକଟରେ ମୃତ୍ୟୁ ବି ଆସିବାକୁ ଭୟ କରେ। ଏହି ଦୁଇ ଅକ୍ଷରରୁ ହିଁ ଜୀବନର ଆରମ୍ଭ। ମା ଥିଲେ ସଂସାରରେ ସବୁକିଛି ଥିଲା ପରି ଲାଗେ। କୁହାଯାଏ ଦୁନିଆରେ ସଭିଙ୍କ ଋଣ ଶୁଝି ହେବ, କିନ୍ତୁ ମାର ଋଣ ମରିବା ଯାଏଁ କେବେ କେହି ଶୁଝି ପାରିବେ ନାହିଁ। ସେ ସ୍ନେହମୟୀ, କରୁଣାମୟୀ ଓ ଦୟାମୟୀ ମାକୁ ପୃଥିବୀ ସହିତ ବି ତୁଳନା କରାଯାଇଥାଏ। ମାଟି ଯେପରି ମଞ୍ଜି, ଗୋବର ଓ ଖତରେ ଟାଙ୍ଗରା ଜମିକୁ ଯେଉଁଭଳି ସବୁଜିମା କରିବାର ଶକ୍ତି ରଖିଥାଏ, ସେହିପରି ମାର ପଣତ କାନି ସନ୍ତାନ ପାଇଁ ସୁରକ୍ଷିତ ଏବଂ ନିରାପଦ। ଯାହାର ସ୍ନେହ ଆଉ ପ୍ରେମରେ ନଥାଏ କିଛି ସ୍ୱାର୍ଥ ଆଉ କାମନା, ଯେ ନିଃସ୍ୱାର୍ଥପର ଭାବେ ସନ୍ତାନମାନଙ୍କ ପ୍ରତି ଅଜାଡ଼ି ଦେଇପାରେ ଅଜସ୍ର ଭଲ ପାଇବା, ସେ ହେଉଛି ମା। ପ୍ରତିବର୍ଷ ମେ ମାସର ଦ୍ୱିତୀୟ ରବିବାରରେ ବିଶ୍ୱ ମାତୃଦିବସ ପାଳନ କରାଯାଇଥାଏ। ପ୍ରଥମେ ଆମେରିକାରେ ମା'କୁ ସମ୍ମାନ ଦେବା ଲାଗି ଉଦ୍ଦିଷ୍ଟ ଥିବା ଏହି ଦିନଟି ଆରମ୍ଭ ହୋଇଥିଲା। ଏହି ଅବସରରେ ସମସ୍ତ ମା'ମାନଙ୍କୁ ସନଷ୍ଟାର ପରିବାର ତରଫରୁ ହାର୍ଦ୍ଦିକ ଅଭିନନ୍ଦନ। Boarding completed. Nurture. Discover. Fly with pride. PSG Gurukul, the ultimate home for your child.